पुलिस को विभ्रांत करने ପାଇଁ ଶବକୁ ବିକୃତ କରି ଏକ ଜେଟିଟି ସାହାଯ୍ୟରେ ପୋତି ଦିଆଗଲା। ଆର୍ ପରଦିନ ସେମାନେ ଏମିତି ଅଭିନୟ କଲେ ଯେମିତି କିଛି ଜାଣି ନାହାନ୍ତି। ନିଶାରେ ଚୁର ଧନରାଜଙ୍କୁ ପଙ୍କଜ ଗଳା ଟିପି ହତ୍ୟା କଲା, କିନ୍ତୁ ଅପରାଧ ସେତିକିରେ ସରି ନଥିଲା। ପ୍ରମାଣ ନଷ୍ଟ କରିବା ପାଇଁ ପଙ୍କଜ ଶବକୁ ବିକୃତ କରିଦେଲା। ଆପଣ ବିଶ୍ୱାସ କରିପାରିବେ ନାହିଁ, ହତ୍ୟାକାରୀ ପଙ୍କଜ ଏକ ଜେଟିଟି ମେସିନ୍ ସାହାଯ୍ୟରେ ନିଜ କ୍ଷେତରେ ଏକ ଗଭୀର ଗାତ ଖୋଳି ଶବକୁ ପୋତିଦେଲା। ପରଦିନ ଶକତି ଦେଲା। ପରଦିନ ସକାଳୁ ଧାପୁବାଇ ଏମିତି ଅଭିନୟ କଲେ ଯେମିତି ସ୍ୱାମୀ ନିଖୋଜ ହୋଇଯାଇଛନ୍ତି। ଗାଁରେ ସମସ୍ତେ ଖୋଜାଖୋଜି କଲେ। ପୋଲିସରେ ରିପୋର୍ଟ ହେଲା, କିନ୍ତୁ ସତ୍ୟ ମାଟି ତଳେ ଲୁଚି ରହିଥିଲା। 10 ଏପ୍ରିଲରେ ଧନରାଜ ନିଖୋଜ ହେବା ପରେ ତାଙ୍କ ପରିବାର ଲୋକେ ଥାନାରେ ନିଖୋଜ ଡାଏରୀ କରିଥିଲେ। ଧନରାଜଙ୍କ ସ୍ତ୍ରୀ ଧାପୁ ବା ପୋଲିସ ଆଗରେ କାନ୍ଦିବାର ଅଭିନୟ କରି କହିଥିଲେ ଯେ ଧନରାଜ ସେଦିନ ଫଙ୍କସନରୁ ଫେରିବା ବାଟରେ କୁଆଡ଼େ ଚାଲିଗଲେ ସେ ଜାଣିନାହାନ୍ତି। ସନ୍ଦେହ ପୋଲିସ ଦେଖିଲା ଯେ ଧନରାଜଙ୍କର କୌଣସି ଶତ୍ରୁ ନଥିଲେ ଏବଂ ସେ ଜଣେ ସାଧାରଣ ଚାଷୀ ଥିଲେ। ତେଣୁ ବିନା କୌଣସି କାରଣରେ ସେ ନିଖୋଜ ହେବା ପୋଲିସକୁ ସନ୍ଦେହରେ ପକାଇଲା। ଏହି କେସ୍ରେ ସବୁଠାରୁ ବଡ଼ ମୋଡ଼ ଆସିଲା ଯେତେବେଳେ ପୋଲିସ ପରିବାରର ସମସ୍ତ ସଦସ୍ୟ ଏବଂ ସନ୍ଦେହଜନକ ବ୍ୟକ୍ତିଙ୍କ କଲ୍ ରେକର୍ଡ ଯାଞ୍ଚ କଲା। ମୁଖ୍ୟ ପ୍ରମାଣ ପୋଲିସ ଦେଖିବାକୁ ପାଇଲା ଯେ ଧନରାଜଙ୍କ ସ୍ତ୍ରୀ ଧାପୁ ଏବଂ ତାଙ୍କ ବନ୍ଧୁ ପଙ୍କଜଙ୍କ ମଧ୍ୟରେ ଦିନକୁ ଶହ ଶହ ଥର କଥାବାର୍ତ୍ତା ହେଉଛି। ସମୟ ଟାଇମିଂ ହତ୍ୟା ହୋଇଥିବା ସେହି ରାତିରେ ମଧ୍ୟ ସେମାନେ ପରସ୍ପର ସହ ଦୀର୍ଘ ସମୟ ଧରି ଫୋନରେ ଯୋଗାଯୋଗରେ ଥିଲେ। ଏହା ପୋଲିସ ପାଇଁ ସବୁଠାରୁ ବଡ଼ କ୍ଲୁ ଥିଲା। ପୋଲିସ ପ୍ରଥମେ ପଙ୍କଜ ଚୌଧୁରୀକୁ ଥାନାକୁ ଆଣିଥିଲା। ପ୍ରଥମେ ସେ ମନା କରୁଥିଲା, କିନ୍ତୁ ପୋଲିସ ଯେତେବେଳେ ତାକୁ ସିଡିଆର୍ ରିପୋର୍ଟ ଏବଂ ତାର ମୋବାଇଲ ଲୋକେସନ୍ ସେ ପଙ୍କଜର ସୂଚନା ଆଧାରରେ ପୋଲିସ ଜେସିବି ଧରି କ୍ଷେତରେ ପହଞ୍ଚିଲା। ବହୁତ ସମୟ ଖୋରିବା ପରେ ଧନରାଜଙ୍କ ଅବଶେଷ ମିଳିଲା। ପୋଲିସ ସେହି ସ୍ଥାନରୁ ଡିଏନ୍ଏ ସାମ୍ପଲ ଏବଂ ଅନ୍ୟାନ୍ୟ ପ୍ରମାଣ ସଂଗ୍ରହ କରିଥିଲା। ପୋଲିସ ସେହି ଜେସିବିକୁ ମଧ୍ୟ ଜବତ କରିଥିଲା, ଯାହାକୁ ହତ୍ୟା ପରେ ପ୍ରମାଣ ଲୁଚାଇବା ପାଇଁ ବ୍ୟବହାର କରାଯାଇଥିଲା। ପୋଲିସ ଧାପୁବାଇ ଏବଂ ପଙ୍କଜ ଚୌଧୁରୀଙ୍କ ବିରୋଧରେ ଆଇପିସି ସେକ୍ସନ 302 ମର୍ଡର ଏବଂ ସେକ୍ସନ 201 ଡିସଆପିୟରେନ୍ସ ଅଫ୍ ଏଭିଡେନ୍ସ ଅଧୀନରେ ମାମଲା ରୁଜୁ କରି ସେମାନଙ୍କୁ କୋର୍ଟରେ ହାଜର କରିଥିଲା। ବର୍ତ୍ତମାନ ଉଭୟ ଅଭିଯୁକ୍ତ ଜେଲରେ ଅଛନ୍ତି ଏବଂ ମାମଲାର ବିଚାର ଚାଲିଛି। କିନ୍ତୁ ପାପ କେବେ ଲୁଚି ରହେ ନାହିଁ। ପୋଲିସର ତୀକ୍ଷ୍ଣ ନଜର ଏବଂ ସିଡିଆର୍ ରିପୋର୍ଟ ସବୁ ସତ୍ ସାମ୍ନାକୁ ଆଣିଦେଲା। ଧାପୁ ଓ ପଙ୍କଜ ଆଜି ଜେଲରେ। ଏହି ଘଟଣା ଆମ ସମସ୍ତଙ୍କ ପାଇଁ ଏକ ବଡ଼ ପ୍ରଶ୍ନବାଚୀ। ଆମେ କାହାକୁ ବିଶ୍ୱାସ କରିବା? ସତର୍କ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ।